ବିଷୟରେ। ତ ସେଇ ଜାଗାରେ ଟିକେ ଦେଖିବା ଯେ ସେଇ ଜାଗାରେ ଲେଖା ଯାଇଛି ଯେ ଯାକୋବ କଣ କରୁଛନ୍ତି, କିଛି ଗୋଟେ ଭୁଲ କରିଅଛନ୍ତି, ଗୋଟେ ଭୁଲ ପଦକ୍ଷେପ ନେଇଅଛନ୍ତି, ଭୁଲ ସିଦ୍ଧାନ୍ତ ନେଇଅଛନ୍ତି। ସେଟା ପରମେଶ୍ୱର କହିନଥିଲେ, ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କଲେ। ଆଉ ସେଟା 33 ପଦର ଜଷ୍ଟ 16-17-18 ଲେଖାଯାଏ ଯେ ଯାକୋବକୁ ପରମେଶ୍ୱର କହିଥିଲେ ଯେ ତାକୁ କହିଥିଲେ ଯେ ତୁମର ପିତା ଇସାଙ୍କର ଗୃହକୁ, ସେଇ ବୈଥଲକୁ ତୁମେ ଆସିବ, ପୁଣି ଫେରିକି ଆସିବ ବୋଲିକି ଯାକୋବକୁ କୁହାଯାଇଥିଲା। ହେଲେ ଯାକୋବ ସେ ବିଷୟ କରିନଥିଲେ, ଆଉ ସେ ଭୁଲ କରିଥିଲେ। ଆଉ ଦେଖୁ ଯେ ଯାକୋବ ଯେଉଁ ସମାଜରେ ପରମେଶ୍ୱର ଯାକୋବକୁ କହିଲେ, ଯେଉଁ ସମାଜରେ ଯାକୋବକୁ ଦର୍ଶନ ଦେଲେ ବୈଥଲରେ, ଆଉ 18-19 ପଦରେ ଯଦି ଦେଖିବା ତ ସେଇ ଜାଗାରେ ଲେଖାଯାଇଛି, ସେଇ ସ୍ଥାନରେ ଲେଖାଯାଇଛି ଯେ ପୁଣି ଇସାକ ତାଙ୍କ ପିତାଙ୍କର ଗୃହକୁ, ସେ ବୈଠଲ ସ୍ଥାନକୁ ସେ ପୁଣି ଥରେ ରିଟର୍ନ କରିବେ ଆଉ ସେଇ ସ୍ଥାନକୁ ଆସିବେ ବୋଲି। ହେଲେ ସେଇ ଜାଗାରେ ଯାକୋବ ଫେରି ନାହାନ୍ତି। ଆଉ ଯାକୋବ ଫେରି ନାହାନ୍ତି, ଆଉ କଣ କରିଅଛନ୍ତି, ଗୋଟେ ସେ ଜାଗା କିଣିଅଛନ୍ତି। ଦେଖିବା ସେଟା 33-17 ପଦରୁ 33-17 ଦେଖିବା। ମାତ୍ର ଯାକୋବ ସୁକୋତକୁ ଗମନ କରି, ଯେତେବେଳେ ଯାକୋବ ଏଶୋ ମିଳନ ହେଲେ ଆଉ ଏଶୋ ଫେରିକି ଗଲେ, ସେତେବେଳେ ଯାକୋବ କଣ କଲେ, ସୁକୋତକୁ ଗମନ କରି ଆପଣ ପାଇଁ ଗୃହ ଓ ପଶୁମାନଙ୍କର ନିମନ୍ତେ କୁଡ଼ିଆ ନିର୍ମାଣ କଲେ। ଆଉ ଏଥିପାଇଁ ଏହି ସ୍ଥାନକୁ ସୁକୋତ କୁଡ଼ିଆ ନିର୍ମାଣ ବିଖ୍ୟାତ ହୋଇଅଛି। ତାପରେ ଏହି ପ୍ରକାର ଯାକୋବ ପଦନ ଅରାମ ଠାରୁ ବାହାରି କୁଶଳରେ କେନାନ ଦେଶସ୍ଥ ସିକିମର ଏକ ନଗରରେ ଉପସ୍ଥିତ ହୋଇ ନଗରର ବାହାରେ ତମ୍ବୁ ସ୍ଥାପନ କଲେ। କଣ କଲେ, ଯାକୋବ କଣ କଲେ, ସେ ଇସାକଙ୍କର ଗୃହକୁ, ସେ ବୈଥଲ ସ୍ଥାନରେ ସେ ଫେରି ନାହାନ୍ତି। ଆଉ ସେ କଣ କରିଅଛନ୍ତି, ସିକିମ ଗୋଟେ ନଗର ଥିଲା, ଆଉ ସେଇ ନଗରର ବାହାରେ ତମ୍ବୁ ସ୍ଥାପନ କଲେ। ସେତିକି କଲେ ନାହିଁ, ତାପରେ କଣ କଲେ 19 ପଦରେ ଦେଖିବା, ଅନନ୍ତର ସିକିମର ପିତା ହମୋରର ସନ୍ତାନମାନଙ୍କୁ 180 ରୌପ୍ୟ ମୁଦ୍ରା ଦେଇ ସେଇ ତମ୍ବୁ ସ୍ଥାପନରେ ଭୂମିଖଣ୍ଡ କିଣିଲେ। ସେ ଜାଗାରେ ଯାକୋବ କଣ କରିଛନ୍ତି, ଭୂମି ବି କିଣିଛନ୍, ଜମିନ ବି କିଣିଛନ୍, ଘର ଦ୍ୱାର ବନେଇକି ରହିବାର ଲାଗି। ଆଉ ଦେଖୁ ତାପରେ 34 ପଦରେ ପଢବା, ସେହି ଭୁଲ କରିଥିବାର ଦ୍ୱାରା ତାଙ୍କର ପରିବାରରେ କଣ ହେଇଛି, କୋଉ ଘଟଣାଟା ହେଇଛି। ଆମେ ଦେଖୁ ଦୈନିକ ହାର ଆମେ ପଢିଲା ଯେ ସେ ଜାଗାରେ ଲେଖା ହେଇଛି ଆଦର୍ଶ ବିହୀନ ପରିବାର। ସେ ପରିବାରଟା ଆଦର୍ଶ ବିହୀନ ପରିବାର ଥିଲେ। ତ ସେ ପରିବାର ବିଷୟରେ ଦେଖିବା ଯେ କଣ ଭୁଲ କରିଥିଲେ। କିନ୍ତୁ ଯାକୋବ ଭୁଲ କରିଅଛନ୍ତି ଯେ ଯାକୋବକୁ ଯେଉଁ ବିଷୟ କୁହାଯାଇଥିଲା, ଯେଉଁ ସ୍ଥାନକୁ ଆସିବା ନିମନ୍ତେ, ଯାକୋବ ସେଇ ସ୍ଥାନକୁ ଫେରି ନାହାନ୍ତି। ଆଉ ସେ କଣ କରିଅଛନ୍ତି, ସିକିମର ଗୋଟେ ନଗରର ବାହାରେ ତମ୍ବୁ ବନେଇଛନ୍, ଆଉ ସେ ଜାଗାରେ ଜମିନ କିଣିଛନ୍। ହେଲେ ସେ ସିକିମ ଗୋଟେ ଏମିତି ଗୋଟେ ଜାଗା, ସେଟା ଗୋଟେ ଅସୁନ୍ନତ ଲୋକମାନେ ଥିଲେ, ପ୍ରଭୁ ଯୀଶୁଙ୍କୁ ସତ୍ୟକୁ ଜାଣିନଥିଲେ। ଆଉ ସେମାନେ ତ ସେଇପରି ସେ ଯାକୋବ କାର୍ଯ୍ୟ କରିଥିଲେ। ଆଉ ତାଙ୍କର ପରିବାରରେ କଣ ବିଷୟ ଘଟଣା ଘଟିଛି ଆମେ ଦେଖିବା। 34 ପଦର ହେଡିଂରେ ଦେଖନ୍ତୁ, ଦିନାଙ୍କ ବଳାତ୍କାର। ଦିନା ହଉଛନ୍ ଯାକୋବର ଯୋଉ ତାଙ୍କ ଦାସ ଦାସୀ ରାହେଲ ଲେଆ ଯାହା ବି ପୁତ୍ର ସନ୍ତାନ ହେଇଥିଲେ, ଗୋଟେ ଝିଅ ହେଇଥିଲା ଯାନାକି ଦିନା। ଆଉ ଦିନା ଏ ପଦରେ ଦେଖିବା, ଅନନ୍ତର ଲେଆ ଠାରୁ ସେ ଦିନା ନାମ୍ନୀ ଯାକୋବର କନ୍ୟା ସେଇ ଦେଶର କନ୍ୟା ମାନଙ୍କର ସଙ୍ଗେ ଦେଖା କରିବାକୁ ବାହାରକୁ ଗଲା। ସେଇ ଜାଗାରେ କଣ ହେଇଛି, ସେଇ ଦେଶ, ସେଇ ହୋମରର ସିକିମର ଦେଶରେ, ସେଇ ନଗରରେ ସେଇ ଲୋକମାନଙ୍କର ସହିତ, ସେଇ ଝିଅ ମାନଙ୍କର ସହିତ ସାଙ୍ଗ ହେଇକରି ସେ ଜାଗାରେ ବାହାରକେ ବୁଲିଗଲେ। ଦେଖନ୍ତୁ ଏଇ ଜାଗାରେ ଭୁଲ ହେଇଛି ଯେ ବାକ୍ୟରେ ଲେଖା ହେଇଛି ଯେ ଅସୁନ୍ନତ ମାନଙ୍କର ସହିତ ସୁନ୍ନତ ଲୋକ ଯୋଚା ଯାଉ ନାହିଁ। ତାପରେ ଗୀତ ସଂହିତା 1 ପଦର 1ରେ ଦେଖିବା ଯେ ସେଇ ଜାଗାରେ ଲେଖା ଯାଇଛି ଯେ ଯେଉଁ ଜନ ଦୁଷ୍ଟ ମାନଙ୍କର ମନ୍ତ୍ରଣାରେ ଚାଲେ ନାହିଁ, ଅବା ପାପୀ ମାନଙ୍କର ମାର୍ଗରେ ଠିଆ ହୁଏ ନାହିଁ, କିମ୍ବା ନିମ୍ନ ମାନଙ୍କର ସଭାରେ ବସେ ନାହିଁ, ସେ ସଫଳତାର ପଥ ବିଷୟରେ ସେ ଜାଗାରେ ଆମେ ପଢିଅଛୁ, ଜାଣିଅଛୁ। ହେଲେ ଏଇ ଜାଗାରେ କଣ ହେଇଛି, ତାଙ୍କର ଝିଅ ଦିନା ସେ ବିଷୟ କରିନାହାନ୍ତି। ଆଉ ଯୋଉ ଅସୁନ୍ନତ ଲୋକମାନଙ୍କର ସହିତ ମିଶିକି ସେମାନଙ୍କର ସାଙ୍ଗେ ମିଶିଲେ। ତାପରେ ଦେଖୁ ସେଇ ମିଶିବାର ଦ୍ୱାରା କଣ ଭୁଲ ହେଇଛି ଦେଖନ୍ତୁ। 2 ପଦରେ ତହିଁରେ
ହେବିୟ ହୋମର ନାମକ ଦେଶାଧିପତିର ପୁତ୍ର ଶିଖିମ ତାହାଙ୍କୁ ଦେଖିଲା, ପୁଣି ତାହାକୁ ନେଇ ତାହା ଅଗ୍ରସର କରି ତାହାକୁ ଭ୍ରଷ୍ଟ କଲା। ତାପରେ ଜାକୁବର ସେହି କନ୍ୟା ବୀଣା ଠାରେ ତାହାର ମନ ଅନୁରକ୍ତ ହେବାରୁ ସେ ସେହି ଯୁବତୀକୁ ପ୍ରେମ କରି ତାହାକୁ ପ୍ରୀତିଜନକ ବାକ୍ୟ କହିଲା। ଦେଖନ୍ତୁ ଯେ ଏଇ ଜାଗାରେ ବୀଣା ଭୁଲ କରି ଅଛନ୍ତି, ଆଉ ସେ ଅସୁନ୍ନତ ଲୋକମାନଙ୍କ ସହିତ ମିଶି ଅଛନ୍ତି, ଆଉ ସେହି ଦେଶର ଲୋକ ସହିତ ମିଶିକି କଣ ହେଇଛନ୍ତି ଯେ ଏମିତି ଗୋଟେ ହେଇଗଲେ ଯେ ତାହାଙ୍କୁ ଜଣେ ଭ୍ରଷ୍ଟ କରିଦେଲେ ଆଉ ସେ ଭ୍ରଷ୍ଟ ହେଇଗଲେ। ଆଉ ସେଇ ଯୁବା ପୁଣି କହୁଛି ତାଙ୍କୁ ପ୍ରେମ କରିକି ପ୍ରୀତିଜନକ ବାକ୍ୟ କହିଲେ। ଆହୁରି ଅନନ୍ତର ଶିଖିମ ଆପଣ ପିତା, ସେ ଶିଖିମ କଣ କହିଲା? ଶିଖିମ ଆପଣ ପିତାଙ୍କୁ ହୋମରକୁ କହିଲା ତୁମେ ଏହି ଯୁବତୀ ସଙ୍ଗେ ମତେ ବିବାହ କରିଦିଅ। ଦେଖନ୍ତୁ ଅସୁନ୍ନତ ବ୍ୟକ୍ତି ଗୋଟେ ସୁନ୍ନତି ଝିଅ ସହିତ ବିବାହ କରିବା ନିମନ୍ତେ ସବୁ ଅଛି। ତାପରେ ଏଥି ଭିତରେ ଜାକୁବ ଆପଣର କନ୍ୟା ବୀଣାକୁ ଶିଖିମ ଭ୍ରଷ୍ଟ କରିଥିବାର କଥା ଶୁଣିଲା। ସେଇ ବିଷୟ କଥା ଜାକୁବ ତାଙ୍କର ପିତା ସେ ବିଷୟ କଥା ଶୁଣିଲେ। ଆଉ ସେଇ ସମୟରେ ତାହାର ପୁତ୍ର ମାନେ କ୍ଷେତରେ ଥିଲେ ଆଉ ପଶୁପଲରେ ସଙ୍ଗରେ ଥିବାରୁ ଜାକୁବ ସେମାନଙ୍କ ଆସିବା ଯାଏ ସେ ଜାକୁବ ତୁଲି ନେଇକରି ରହିଲେ। ଜାକୁବ ସେ ବିଷୟ ଜାଣି ଅଛନ୍, ହେଲେ ଜାକୁବ କେନ୍ ଭୁଲ କରି ଅଛନ୍ତି ଜାକୁବ ନେଇ ଜାଣିପାରବା। କେନ୍ ଭୁଲ ଦ୍ୱାରା ମୁଁ କେନ୍ ଭୁଲ କଲି ଯେ ମୋର ଝିଅର ମୋର ପରିବାର ପ୍ରତି ବିଷୟ ହେଇଗଲାନ, ଜାକୁବ ସେ ବିଷୟ ଜାଣି ନେଇ ପାରବା। ହେଲେ ଜାକୁବ ଦେଖନ୍ତୁ ଗୋଟେ ଭୁଲ କରିଛନ୍, ପରମେଶ୍ୱର ଯେଇ ଜାଗାକେ ଯିବାଲେ କହିଛନ୍ ସେ ଜାଗାକେ ଜାକୁବ ଯାଇ ନାହିଁ। ଆଉ ସେ ଜାଗାରେ ଜମିନ କିଣିଛନ୍, ଆଉ ସେମାନଙ୍କ ସାଙ୍ଗେ ମିଶିଛନ୍, ଆଉ ତାଙ୍କର ଝିଅ ବି ସେମାନଙ୍କ ସାଙ୍ଗେ ମିଶିଛନ୍। ତାଙ୍କର ଝିଅକୁ ବି ସେ ଜାଗାରେ ବି ମନା କରା ହେଇନାହିଁ କି କୁହା ହେଇନାହିଁ, ନା ତାର ଭାଇ ମାନେ ବି କେହି କହିନାହିଁ। ହେଲେ ଦେଖନ୍ତୁ ସେଇ ଭୁଲ କରିଥିବାର ଦ୍ୱାରା କଣ ହେଇଗଲେ? ଭ୍ରଷ୍ଟ ହେଇଗଲେ। ଆଉ ତାପରେ କଣ ହେଲା ଦେଖନ୍ତୁ, ତୁନି ହୋଇ ରହିଲେ। ଏଥି ମଧ୍ୟରେ ଶିଖିମ ପିତା ହୋମର ଜାକୁବ ସହିତ କଥାବାର୍ତ୍ତା କରିବାକୁ ଗଲା। ଶିଖିମର ପିତା ଯୋଉ ହୋମର ଥିଲେ ତା ପିତା ଥିଲେ ଜାକୁବଙ୍କ ସହିତ କଥାବାର୍ତ୍ତା ଗଲେ। ଆଉ ଜାକୁବର ପୁତ୍ର ମାନେ ସେଇ ସମ୍ବାଦ ପାଇ କ୍ଷେତରୁ ଆସିଲେ। ଏ ସମ୍ବାଦ ପାଇଲେ କ୍ଷେତରୁ ଆସିଲେ ପୁଣି ଶିଖିମ ଜାକୁବର କନ୍ୟା ସହିତ ଶୟନ କରି ଇସ୍ରାଏଲ ବିରୋଧରେ ଯୋଉ ଅକର୍ତ୍ତବ୍ୟ ମୂଢ କର୍ମ କରିଥିଲା ସକାଶେ ସେମାନେ ମନସ୍ଥାପିତ ଓ କ୍ରୋଧନୀତ ହେଲେ। ଦେଖନ୍ତୁ ଏଇ ଜାଗାରେ ତାଙ୍କର ଭାଇ ମାନେ ବି ସେ ବିଷୟ ଶୁଣିକି ସେମାନେ କ୍ରୋଧନୀତ ହଉଅଛନ୍ତି, ରାଗୁଛନ୍। ହେଲେ ସେ ଯେଉଁ ଭୁଲ କରି ଅଛନ୍ତି ସେ ଭୁଲ ବି ସେମାନେ ଜାଣିପାରୁନା। ଜାକୁବ ତାଙ୍କର ବାପା ଜାଣିପାରୁନାହାନ୍ତି ତାଙ୍କର ଭୁଲ କଣ ଥିଲା, ଆଉ ତାଙ୍କର ଭାଇ ମାନେ ବି ଜାଣି ନେଇ ପାରବା। ଆଉ ଦେଖନ୍ତୁ ଏଇ ଜାଗାରେ ନ ଜାଣିଥିବାର ଦ୍ୱାରା ଈଶ୍ୱରଙ୍କ ବାକ୍ୟକୁ ଧ୍ୟାନ ନେଇଥିବାର ଦ୍ୱାରା କଣ ହେଇଛି, ଏଇ ଜାଗାରେ ଗୋଟେ ପରିବାର କଣ ଗୋଟେ ଝିଅ ଗୋଟେ ଭ୍ରଷ୍ଟ ହେଇଯାଇଛି ହେଇଗଲ। ତ ଆମେ ଏଇ ଜାଗାରେ ଆମେ ଶିକ୍ଷା ଗ୍ରହଣ କରୁ ଯେ ଯଦି ଆମେ ଯେଉଁ ସ୍ଥାନରେ ଆମେ ରହୁଅଛୁ ସେଇ ସ୍ଥାନ କୋଉ ସ୍ଥାନଟା, ପ୍ରଭୁ ଯୀଶୁ ଆମକୁ କେଉଁ ସ୍ଥାନକୁ କହିଅଛନ୍ତି, କେଉଁ ସ୍ଥାନକୁ ନେବା ନିମନ୍ତେ କହିଅଛନ୍ତି, ସେଇ ସ୍ଥାନକୁ ଯଦି ଆମେ ନ ଯିବା, ସେଇ ସ୍ଥାନକୁ ଆମେ ଯଦି ନ ପହଞ୍ଚିବା, ସେଇ ସ୍ଥାନରେ ସେଇ ସମାଜରେ ଆମେ ଯଦି ଯିବା ନାହିଁ, ତାହେଲେ ଆମେ କଣ ହେଇଯିବା? ସେ ଆଦର୍ଶ ବିହୀନ ପରିବାର, ଆମର ପରିବାର ନଷ୍ଟ ହେଇଯିବ। ତେଣୁ ଜାକୁବଙ୍କର ପରିବାରରେ ତାଙ୍କର ଝିଅଙ୍କର ପ୍ରତି ଗୋଟେ ଏତେ କାର୍ଯ୍ୟ ହେଇଗଲା ତାଙ୍କର ଭୁଲ ପାଇଁ। ତ ସେଇ ଯଦି ଆମେ ଆମର ପରିବାର ଯଦି କରିବା, ଯଦି ଧ୍ୟାନ ନ ଦେବା ଆମର ସନ୍ତାନକୁ, ଆମେ ଯଦି ଗୁରୁତ୍ୱ ଦେଇକି ଧ୍ୟାନ ଦେବା, ଯଦି ଆମେ ପିତା ହେଇଛୁ ଆଉ ପିତା ଯଦି ହେଇଛୁ, ଯଦି ପରମେଶ୍ୱର ଆମକୁ କେଉଁ ସ୍ଥାନକୁ ନିମନ୍ତେ କହିଅଛନ୍ତି ସେଇ ସ୍ଥାନକୁ ଯଦି ଆମେ ଆମର ନିଜର ସନ୍ତାନ ମାନଙ୍କୁ କହିବା ନାହିଁ, ଶିଖେଇବା ନାହିଁ, ତାହେଲେ କଣ ହେଇଯିବ? ଆମେ ଆଦର୍ଶହୀନ କରିଯିବା। ଆଉ ସେଇଟା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଚାହାନ୍ତି ନାହିଁ। ଯୀଶୁ କଣ ଚାହାନ୍ତି? ଗୋଟେ ଖ୍ରୀଷ୍ଟ ପ୍ରେମିକ ପରିବାର ହଉ, ଆଉ ସେଇ ପରିବାରର ମସ୍ତକ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହୁଅନ୍ତୁ ବୋଲି ପ୍ରଭୁ ଯୀଶୁ ଚାହାନ୍ତି। ଆଉ ସେଇ ଜାଗାରେ ଯଦି ସେ ଜାକ ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ସେ ଯଦି କାର୍ଯ୍ୟ କରିଥାନ୍ତେ, ହୋଇଥାଇପାରେ ତାଙ୍କର ଝିଅକୁ ବି ସେ ବିଷୟରେ ସେ ଶିଖେଇ ପାରିଥାନ୍ତେ, ତାଙ୍କର ଭାଇ ମାନେ ବି ସେ କହିପାରିଥାନ୍ତେ। ହେଲେ ଜାକୁବ ଏଇ ଜାଗାରେ ଭୁଲ କରି ଅଛନ୍ତି ବୋଲି ତାଙ୍କର ପରିବାର କଣ ହେଇଯାଇଛି, ତାଙ୍କର ଝିଅ ସେ ଜାଗାରେ ଦେଖନ୍ତୁ ଭ୍ରଷ୍ଟ ହେଇଯାଇଛି। ଆଉ ତାଙ୍କର ଭାଇ ମାନେ ବି ଆଉ ଗୋଟେ ଭୁଲ କାର୍ଯ୍ୟ ସେ କରି ବସି ଅଛନ୍ତି। ଆଉ ସେଇ କାର୍ଯ୍ୟରେ ଦେଖିବା ଆମେ ସେତେବେଳେ 8 ପଦ ଦେଖିବା, ସେତେବେଳେ ହୋମର ସେମାନଙ୍କର ସଙ୍ଗେ କଥାବାର୍ତ୍ତା କରି କହିଲା, ତୁମମାନଙ୍କର ଏହି କନ୍ୟା ଠାରେ ମୋ ପୁତ୍ର ଶିଖିମର ମନ ଆସକ୍ତ ହୋଇଅଛି, ମୁଁ ନିବେଦନ କରୁଅଛି ମୋ ପୁତ୍ର ସଙ୍ଗେ ବିବାହ କରିଦିଅ। ତାପରେ କହିଲେ ଆମମାନଙ୍କର ସଙ୍ଗେ ବିବାହ ସମ୍ବନ୍ଧ ତୁମମାନଙ୍କର କନ୍ୟା ଆମମାନଙ୍କୁ ଦିଅ, ଆମମାନଙ୍କର କନ୍ୟା ତୁମମାନଙ୍କୁ ଦିଅ। ହେଲେ ଦେଖନ୍ତୁ ଏଇ ଜାଗାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଇ ବିଷୟ ଯେଉଁ ବିଷୟ ନିୟମ
ଇସ୍ରାଏଲ ଲୋକମାନଙ୍କୁ କୁହାଯାଇଛି ସେଇ ନିୟମ ଅସୁନ୍ନତ ଲୋକ ଆସିକି ସେ ଆମକୁ କହୁଛି, ଯାକୁବଙ୍କର ପରିବାରକୁ କହୁଅଛି ଆଉ ଆମର ସହିତ ସେ ନିୟମ କର, ଆମର ଝିଅ ନିଅ, ଆମର ପୁଅ ଦିଅ ବୋଲିକି ଦେବା ନେବାର କଥା କହୁଅଛନ୍ତି। ହେଲେ ବାକ୍ୟରେ ଲେଖା ଯାଇଛି ଯଦି ଅସମାନତାରେ ଯୋଚାଯୋଗ ନାହିଁ। ବୁଝିଲ? ଦେଖୁ ତାହେଲେ 10 ପଦ, ତାହେଲେ ତୁମେ ମାନେ ଆମ ମାନଙ୍କର ସହିତ ବାସ କରିବ, ଦେଶ ଯାକ ତୁମ ମାନଙ୍କ ଆଗରେ ପଡିଛି, ତହିଁରେ ବାସ କର, ବାଣିଜ୍ୟ କର, ଅଧିକାର କର। ପୁଣି ସିକିମ ଦିନାର ପିତାଙ୍କୁ ଭାଇମାନଙ୍କୁ କହିଲା, ମୋ ପ୍ରତି ତୁମ ମାନଙ୍କର ଅନୁଗ୍ରହ ଦୃଷ୍ଟି ହଉ, ତହିଁରେ ଯାହା କହିବ ତାହା ମୁଁ ଦେବି ବୋଲି କହିଲେ। ସିକିମ ବି ତାଙ୍କର ପୁତ୍ର ବି ସେଇ ଜାଗାରେ କହୁଅଛନ୍ତି ଆଉ କହୁଅଛନ୍ତି, ଯୋଚଉ ଅଛନ୍ତି ଯେ କଣ କହୁଛନ୍ତି, ଦେଖ ଯାହା ବି ପଡ଼ିଆ ଜମିନ ଅଛି, ଯାହା ଅଛି ସବୁ କିଛି ତମେ କିଣି କର, ସବୁ କିଛି ନିଅ, ସବୁ କିଛି ଦିଅ, ଆଉ ମୁଁ ତୁମର ଦୃଷ୍ଟିରେ ଅନୁଗ୍ରହ ଦୃଷ୍ଟି ଯେମିତି ପାଇନି ବୋଲିକିରି ସେ ବିଷୟ କହୁଅଛନ୍ତି। ଦେଖନ୍ତୁ ଏଇ ଜାଗାରେ ଗୋଟେ ଗୋଟେ ପରିବାରରେ କଣ ହୁଏ, ଲୋକେ କୁହନ୍ତି ଯେ ଅସୁନ୍ନତ ଲୋକ ଆଉ ଆମର ଲୋକ ବି ସେ ଭୁଲ କରିଦିଅନ୍ତି। ଗୋଟେ ଅସୁନ୍ନତ ଲୋକ ଯେ ସୁନ୍ନତ ହେଇନାହିଁ, ପ୍ରଭୁ ଯୀଶୁଙ୍କୁ ଜାଣି ନାହିଁ, ଗ୍ରହଣ କରି ନାହିଁ, ସେ ବିଜାତୀୟ, ହେଲେ ସେ ଲୋକମାନେ ଆସନ୍ତି ଆଉ କୁହନ୍ତି ହେଲେ ଆମର ଲୋକ ସେ କୁହନ୍ତି ଯେ ଦେଖ ଏତେ ଅଛି, ଏତେ ସମ୍ପତ୍ତି ଅଛି, ଏତେ ଧନ ସମ୍ପତ୍ତି ଅଛି, ଏତେ ଘର ଦ୍ୱାର ଅଛି, ସବୁ କିଛି ଅଛି, ଆଉ ତୁମର ପୁଅକୁ ଦିଅ, ଆମର ଝିଅକୁ ନିଅ, আর আমার ସେ ସମ୍ପର୍କ ରହୁ ବୋଲିକି କହିସନ୍। ହେଲେ ବହୁତ ଲୋକ କାଁ କରସନ୍, ଅନେକ ଲୋକ ଜାଣିପାରନ୍ତି ନାହିଁ ଆଉ ସେମାନେ ଲୋଭରେ ପଡିକି, ପଇସା ଅର୍ଥରେ ପଡିକି ସେମାନେ କଣ କରନ୍ତି, ନିଜର ଝିଅକୁ ଦେଇ ଦିଅନ୍ତି ଆଉ ସେମାନେ ସେ ସମ୍ପର୍କ ରଖନ୍ତି। ହେଲେ ସେଇ ସମ୍ପର୍କ ରଖିବା ଦ୍ୱାରା କଣ ହୋଇଯାଏ, ସେ ପରିବାରଟା ନଷ୍ଟ ହୋଇଯାଏ। ବୁଝିଲ? ଆଉ ସେ ଜାଣିବା ପର୍ଯ୍ୟନ୍ତ ସେ କଣ ହେଇଯାଇଥାଏ, ପରିବାର ନଷ୍ଟ ହେଇଯାଇଥାଏ। ହେଲେ ସେଇ ଭୁଲ ଆମେ କରିବା କଥା ନୁହେଁ। ହେଲେ ଏଇ ଜାଗାରେ ଯଦି ବିଜାତୀୟ ମାନେ ଯଦି କହୁଅଛନ୍ତି ଆମର ସହିତ ସମ୍ପର୍କ ରଖିବା ନିମନ୍ତେ, ତ ସେଇ ନିୟମ ଆମ ଠାରେ ନାହିଁ, ଆମେ ସେ ବିଷୟ କହିବାର ଅଛି। ହେଲେ ଆଗକୁ ଦେଖିବା, ତାପରେ ସେଇ ଜାଗାରେ ସେ ତାଙ୍କର ପୁତ୍ର ବି କହୁଅଛନ୍ତି ଯେ ଯୌତୁକ ଦାନ ଯେତେ ଅଧିକ ମାଗିବ ତୁମ ମାନଙ୍କର କଥା ଅନୁସାରେ ତାହା ଦେବି, ମାତ୍ର କୌଣସି ମତେ ମୋ ସଙ୍ଗେ ଏହି କନ୍ୟାକୁ ବିବାହ କରିଦିଅ। ଆଜି ଦିନରେ ସେ ବିଷୟ ହଉଅଛି, ଅନେକ ପୁତ୍ର ଉନ୍ନତ ଝିଅଙ୍କ ସହିତ ବିବାହ କରିବା ନିମନ୍ତେ ଏମିତି ଲାଳସା, ଏମିତି ବିଷୟ ଦେଇକରି, ପ୍ରଲୋଭନ ଦେଇକରି କଣ କରିବେ, ସେ ପରିବାରକୁ, ଗୋଟେ ଖ୍ରୀଷ୍ଟ ପରିବାରକୁ ସେ ଭ୍ରଷ୍ଟ କରିବା ନିମନ୍ତେ, ଦେଖନ୍ତୁ ଆଜି ଏ ଜଗତରେ ଅନେକ ଅନ୍ଧକାର ଶକ୍ତି, ଶୈତାନ ଶକ୍ତି ସେ କାର୍ଯ୍ୟ କରୁଅଛି ଆଉ ଅନେକ ଲୋକ ଏମିତି ବିନଷ୍ଟ ହେଇଯାଉଛି। ବୁଝିଲ? ତାପରେ ଦେଖୁ ତେବେ ଶିଖିମ ଯାକୁବର ପୁତ୍ର ମାନଙ୍କର ଭଉଣୀ, ତାପରେ କଣ ହେଲା, ଶିଖିମ ଯାକୁବର ପୁତ୍ର ମାନଙ୍କର ଭଉଣୀ ଦିନାଙ୍କୁ ଭ୍ରଷ୍ଟ କରିଥିବାର ସେମାନେ ଶିଖିମ ଓ ତାହାର ପିତା ଅମର ସଙ୍ଗେ ଭଲ ଭାବରେ କଥାବାର୍ତ୍ତା କରି କହିଲେ। ତାପରେ କଣ କଲେ, ତାଙ୍କର ଭାଇ ତାଙ୍କର ଯାକୁବ ସେ ପୁତ୍ର ମାନଙ୍କର ସହିତ କଣ ଛଳ ଭାବରେ କଥାବାର୍ତ୍ତା କରି କହିଲେ, ଛଳ କଲେ ଆଉ କଣ କରି ଅଛନ୍ତି, କହି ଅଛନ୍ତି ଆମେ ମାନେ ଅସମ୍ମତ ଲୋକକୁ ଆପଣ ଭଉଣୀଙ୍କୁ ଦେବାର କର୍ମ କରିନପାରୁ, ତାହା କରି ଆମ ମାନଙ୍କର ଅପଖ୍ୟାତି। ଏଇ ଜାଗାରେ କହୁଛନ୍ତି ସେମାନେ ସ୍ୱ ଇଚ୍ଛା ଅନୁସାରେ ଦେବାର ଲାଗି नहीं कहवा, ହେଲେ ଛଳ କରିକିରି କହୁଛନ୍, ଛଳ କରିକିରି କହୁଛନ୍, କାଁ ବୋଲି କହୁଛନ୍, ଏ ଅସୁନ୍ନତ ଲୋକକୁ ଦେବାର ଲାଗି ଏ କର୍ମ ଆମେ କରି ନି ପାରୁ। ହେଲେ କେନ୍ ବିଷୟ କଲେ ଆମେ କରିପାରମୁ ବୋଲିକରି କହୁଛନ୍, ଯେବେ କେବଳ ଗୋଟିଏ କର୍ମ କରିବ ଆମ ମାନଙ୍କର ପରି ତୁମେମାନେ ପ୍ରତ୍ୟେକ ପୁରୁଷ ସୁନ୍ନତ ହେବ, ତେବେ ଆମ୍ଭେମାନେ ତୁମ ମାନଙ୍କର କଥାରେ ସମ୍ମତ ହେବା। ଏଇ ଜାଗାରେ ଦେଖନ୍ତୁ ଯାକୁବଙ୍କର ତାଙ୍କର ପୁତ୍ର ମାନେ ସେଇ ଜାଗାରେ କହୁଛନ୍ତି, ଛଳ କରିକି କହୁଛନ୍ ଯେ ଆମର ପରି ତମେ ଯଦି କର୍ମ କରିବ ତମେ ସୁନ୍ନତ ହେବ, ବୋଲେ ଆମେ ତମକୁ ଝିଅ ଦେମୁ ବୋଲିକି କହୁଛନ୍, ଛଳ କରିକି ସେମାନେ ସତ୍ୟରେ ନେଇ କହିବା। ତ ଦେଖନ୍ତୁ ଏଇ ଜାଗାରେ ଅନେକ ଲୋକ ଏମିତି ତାମାନେ କୁହନ୍ତି ଝିଅ ବିବାହ ଦେବା, ପୁଅ ବିବାହ ଦେବା ନେବାରେ এই বিষয়ে কথা ହୁଏ ଯେ ସୁନ୍ନତ ହୁଅନ୍ତି, ବାସ୍ନିଚିତ ହୁଅନ୍ତି ବିବାହ ନିମନ୍ତେ ଜଣକୁ ସୁନ୍ନତ କରାଯାଏ। ତାପରେ ସେ ପୁଅ ସେ ଝିଅକୁ ପସନ୍ଦ କରିଛି, ସେ ଝିଅ ସେ ପୁଅକୁ ପସନ୍ଦ କରିଛି, ସେଥିଲାଗି ବୋଲିକିରି କାଣା ଆମେ ତାହାକେ ସୁନ୍ନତ କର୍ମା। ହେଲେ ଆମେ ସମସ୍ତେ ଜାଣିଅଛୁ ଯେ ସୁନ୍ନତ ସେହିପରି ବିବାହ ନିମନ୍ତେ ନା ବିବାହ ଉଦ୍ଦେଶ୍ୟରେ ବାପ୍ତିସ୍ମ ଦିଆଯାଏ ନାହିଁ। ଯେ ସମ୍ପୂର୍ଣ୍ଣ ମନ ପରିବର୍ତ୍ତନ করে প্রভু যিশুଙ୍କୁ ଜାଣେ, ସତ୍ୟକୁ ସେ ଗ୍ରହଣ করে, ସେ ନିଜେ ଯାଇକି ସେ ସ୍ୱୀକାର করে ଆଉ ଗ୍ରହଣ করে, ତାପରେ ସେ ସୁନ୍ନତ ବୋଲି ଆମେ ଜାଣିପାରିବା। ଏଇ ଜାଗାରେ ଦେଖନ୍ତୁ ସେ ଅସୁନ୍ନତ ବ୍ୟକ୍ତି ଶିଖିମ ସେଇ ଜାଗାରେ କଣ କରୁଛି,
ଯେ ବିବାହ ପ୍ରଲୋଭନରେ ସେ ପଡିକି ଭ୍ରଷ୍ଟ କଲା, ଭୁଲ କର୍ତ୍ତବ୍ୟ କରିକରି ପୁଣି ତାଙ୍କ ସହିତ ସମ୍ପର୍କ ରଖିବା ନିମନ୍ତେ ଚାହୁଁଅଛି। ବୁଝିଲ, ଏଇ ଜାଗାରେ ସେଥି ନିମନ୍ତେ ସୁନ୍ନତ କରାଯାଏ ନାହିଁ। ହେଲେ ଏଇ ଜାଗାରେ ଯାକୁବଙ୍କର ତାଙ୍କର ପୁତ୍ର ମାନେ ସେ ଛଳ ଭାବରେ ସେ କାର୍ଯ୍ୟ କରୁଅଛନ୍ତି। ବୁଝିଲ, ସେଇ ଜାଗାରେ ଆମେ ଆମର ପରିବାରରେ ଆମେ ସେପରି ଛଳ ଭାବରେ କର୍ତ୍ତବ୍ୟ କରିବା, କାର୍ଯ୍ୟ କରିବା କଥା ନୁହେଁ, ସେପରି କରିବାର କଥା ନୁହେଁ। ଆମେ ଡାଇରେକ୍ଟ ତାଙ୍କୁ କହିବାର ଅଛି ଯେ ଆମେ ଦେବୁ ନାହିଁ। ସେ ପ୍ରଭୁ ଯୀଶୁଙ୍କୁ ଜାଣି ନାହିଁ, ସ୍ୱୀକାର କରିନେ, ଗ୍ରହଣ କରିନାହିଁ, ତମେ ଯେଉଁ ବିଷୟ କଥା କହ, ଧନ ସମ୍ପତ୍ତି କଥା କହ, ଚାକିରି ଯେଉଁ ବିଷୟରେ କଥା କହ, ଆମେ ଆମର ଝିଅକୁ ଦେବୁ ନାହିଁ। ସେ ପ୍ରେମ କରିଥାଉ, ଯାହା କରିଥାଉ, ଯେଉଁ ବିଷୟରେ ଦେଖିଥାଉ, ଯଦି ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସତ୍ୟତାରେ ସେ ଜାଣିଅଛି, ମନ ପରିବର୍ତ୍ତନ କରିଅଛି, ଗ୍ରହଣ କରିଅଛି, ତାହେଲେ ତାର ସହିତ ଦେଲେ ସେ ସମାନ ହେଇକି ଚାଲିପାରିବେ, ମିଶିପାରିବେ। ହେଇଗଲ। ତାପରେ ଦେଖିବା 16 ପଦରେ, ଆମେ ମାନେ ତୁମମାନଙ୍କର କନ୍ୟା ଦାନ କରିବା, ତାପରେ ତୁମମାନଙ୍କର କନ୍ୟା ଗ୍ରହଣ କରିବା, ତାପରେ ତାଙ୍କର ଭାଇମାନେ ସେ ବିଷୟ କଥା କହୁଛନ୍, ସେ ବିଷୟ କଥା କହୁଛନ୍, ଆଉ ତୁମମାନଙ୍କ ସଙ୍ଗରେ ବାସ କରି ଏକ ଲୋକ ହେବା ବୋଲିକି କହୁଛନ୍। ହେଲେ ସେ ବିଷୟ ନୂତନ ନିୟମରେ ସେ ବିଷୟ ହେଇପାରିବ ନାହିଁ, ସେ ବିଷୟ ହେଇପାରିବ ନାହିଁ। ଆଉ ସେଇ ଜାଗାରେ ଯାକୁବଙ୍କର ପୁତ୍ର ମାନେ ଭାବୁଅଛନ୍ତି ଯେ ଆମେ ଠିକ କରୁଛୁ, ଏନ୍ତା ପ୍ରଲୋଭନ କର୍ମ ଆର କିନି ଏନ୍ତା ଯେନି କାର୍ଯ୍ୟ କରୁ, ବୋଲେ ସେମାନେ ହଁ ବୋଲେ କରି। ହେଲେ ତାପରେ କହୁଛନ୍, ମାତ୍ର ତୁମେ ମାନେ ଯଦି ସୁନ୍ନତ ବିଷୟରେ ଆମମାନଙ୍କ କଥା ନ ଶୁଣ, ତେବେ ଆମେମାନେ ସେ କନ୍ୟାକୁ ଘେନି ଚାଲିଯିବା। ସେତେବେଳେ ସେମାନଙ୍କର ଏହି କଥାରେ ହୋମର ଓ ତାର ପୁତ୍ର ଶିଖିମ ସନ୍ତୁଷ୍ଟ ହେଲେ, ଗ୍ରହଣ କଲେ। କୋଉ ନିମନ୍ତେ ସେମାନେ ସନ୍ତୁଷ୍ଟ ହେଲେ? ସେମାନେ ସତ୍ୟତାକୁ ଜାଣିନଥିଲେ, ସେ ଇସ୍ରାଏଲର ପରମେଶ୍ୱରକୁ ଜାଣିନଥିଲେ। ହେଲେ ତାଙ୍କର ପୁତ୍ର ଯୋଉ ଶିଖିମ ସେ ତାହାଙ୍କୁ ସେମିତି ଭ୍ରଷ୍ଟ କରିକି ସେ ତାର ମନ ତାର ପ୍ରତି ହେଇକି ତାର ସହିତ ସହବାସ କରିବା ନିମନ୍ତେ, ବିବାହ କରିବା ନିମନ୍ତେ ସେ ଇଚ୍ଛୁକ ହଉଛି, ଆଉ ସେଥି ନିମନ୍ତେ ସେ ଶୂନ୍ୟତା ହେବା ନିମନ୍ତେ ସେଇପରି ହଉଅଛି ଆଜି ଜଗତରେ। ସେଇପରି ହେବା କଥା ନୁହେଁ। ଆମେ ଯଦି ଶୂନ୍ୟତ, ଆମେ ଯଦି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛୁ, ତାହେଲେ ଆମେ ଶୂନ୍ୟତ ଝିଅ ନା ପୁଅକୁ ଆମେ ଦେବାର ଅଛି। ଆଉ ସେ ବିଷୟ ଯଦି ଆମର ପରିବାରର ଭାଇ ନା ବାପା ଯଦି ସେ ବିଷୟ ଜାଣିନଥିବେ, ତାହେଲେ ମିଳିଯିବ। ତ ସେଥି ନିମନ୍ତେ ଆମକୁ ପ୍ରତିଦିନ ପ୍ରତି ସମୟରେ ଆମେ ବାକ୍ୟକୁ ଅଧ୍ୟୟନ କରିବାର ଅଛି, ବାକ୍ୟ ଶିଖିବାର ଅଛି। ତାହେଲେ ଯାଇ ଆମର ନିଜର ସନ୍ତାନକୁ ଆମେ ଶିଖେଇ ପାରିବା, କହିପାରିବା, ଜଣେଇ ପାରିବା। ଆଉ ସେ ଯେମିତି ଭ୍ରଷ୍ଟ ନ ହେଇଯିବ, ଅସୁନ୍ନତ ଲୋକମାନଙ୍କ ସହିତ ମିଶିକି ସେ ଯେମିତି ନଷ୍ଟ ନ ହେଇଯିବ, ସେଥି ନିମନ୍ତେ ଆମେ ଯଦି ଠିକ ଥିବା, ଯଦି ପରମେଶ୍ୱର ଆମକୁ ଯେଉଁ ସ୍ଥାନକୁ କହିବା ନିମନ୍ତେ କୁହାଯାଇଛି, ଆମର ପରିବାରକୁ ନେବା ନିମନ୍ତେ କୁହାଯାଇଛି, ଯେଉଁ କର୍ତ୍ତବ୍ୟ ଦିଆ ହେଇଯାଇଛି, ସେଇ କର୍ତ୍ତବ୍ୟ ଯଦି ଆମେ ସମ୍ପୂର୍ଣ୍ଣ ଅନୁସାରେ କରୁଅଛୁ, ତାହେଲେ ଆମେ ନିଜ ସନ୍ତାନ ମାନଙ୍କୁ ସେ ଶିକ୍ଷା ଦେଇପାରିବା। ଆମେ ଯଦି ଭୁଲ କରୁଅଛୁ, ତାହେଲେ ଆମ ସନ୍ତାନ ମାନଙ୍କୁ ଶିକ୍ଷା ଦେଇପାରିବା ନାହିଁ, ଆମ ସନ୍ତାନ ମାନେ ନଷ୍ଟ ହେଇଯିବେ। ସେ ବିଷୟରେ ଯାକୁବଙ୍କର ପରିବାରରେ ହେଲା, ଗୋଟେ ଆଦର୍ଶ ପରିବାର ହେଇପାରିଲେ ନାହିଁ, ଗୋଟେ ଆଦର୍ଶ ବିହୀନ ପରିବାର ହେଇଗଲେ। ଆଉ ତାଙ୍କର ଭାଇମାନେ ବି ସେ ଭୁଲ କରୁଅଛନ୍ତି, ଗୋଟେ ଭୁଲ ପଦକ୍ଷେପ ନେଉଅଛନ୍ତି। ଆଉ ସେ ଭ୍ରଷ୍ଟ କଲା, ସେ ଭୁଲ କଲା, ତାପରେ ତାହାକୁ ବଧ କରିବା ନିମନ୍ତେ ଦେଖନ୍ତୁ ସେ ଜାଗାରେ ସେମାନେ ଛଳ ବାକ୍ୟ କହୁଅଛନ୍ତି। ଆଉ ଏପରି ହେଲେ ସୁନ୍ନତ ହେଲା ଦେହ ବୋଲିକିରି କହୁଛନ୍। ଆଉ ବାକ୍ୟରେ ଲେଖାଯାଏ, ଦେଖ ସତ୍ୟ ପ୍ରମାଣ, ପୁଣି ସେମାନେ 19 ପଦରେ, ପୁଣି ସେହି ଯୁବା ଅତି ଶୀଘ୍ର ସେ କର୍ମ କଲା, କାରଣ ସେ ଯାକୁବର କନ୍ୟା ଠାରେ ଅତିଶୟ ଆସକ୍ତ ଥିଲା। ସେଇ ଶିଖିମ ଆପଣା ପିତୃ ପରିବାରର ସମସ୍ତଙ୍କ ଠାରୁ ଅଧିକ ସମ୍ଭ୍ରାନ୍ତ ଥିଲା। ସିଏ ପରିବାରର ଗୋଟେ ସମ୍ଭ୍ରାନ୍ତ ପରିବାର ସେ ଥିଲା। ଶିଖିମ ଧନୀ ବ୍ୟକ୍ତି ଥିଲା, ଧନ ସମ୍ପତ୍ତି ଥିଲା ତାର ପାଖରେ। ତାପରେ ଅନନ୍ତର ହୋମର ଓ ତାହାର ପୁତ୍ର ଶିଖିମ ଆପଣ ନଗର ଦ୍ୱାରକୁ ଆସି ନଗର ନିବାସୀ ମାନଙ୍କର ସହିତ କଥାବାର୍ତ୍ତା କରି କହିଲେ, ଏହି ଲୋକମାନେ ଆମମାନଙ୍କର ସହିତ ନିର୍ବିରୋଧୀ, ଏଣୁକରି ଏମାନଙ୍କୁ ଏହି ଦେଶରେ ବାସ ବାଣିଜ୍ୟ କରିବାକୁ ଦିଆଯାଉ, କାରଣ ଦେଖ ଏ ଦେଶ ସେମାନଙ୍କର ନିମନ୍ତେ ଯଥେଷ୍ଟ ଅଟଇ, ପୁଣି ଆମ୍ଭେମାନେ ସେମାନଙ୍କର କନ୍ୟା ଗ୍ରହଣ କରିବା ଓ ଆମ୍ଭେମାନେ କନ୍ୟା ସେମାନଙ୍କୁ ଦେବା। ହେଲେ ବ୍ୟବସ୍ଥାରେ ଲେଖାଯାଏ ଯେ ନୂତନ ନିୟମରେ ଲେଖାଯାଏ ଯେ ସେମାନଙ୍କ ଠାରୁ ତମେ କନ୍ୟା ଆଣିବ ନାହିଁ, ନା ତମେ କନ୍ୟା ଦେବ ନାହିଁ। ବୁଝିଲ, କାରଣ ସେଇ କର୍ତ୍ତବ୍ୟ ଯଦି ଆମେ କରିବା, ତାହେଲେ ଆମର ପରିବାର ଗୋଟେ ଖ୍ରୀଷ୍ଟ କେନ୍ଦ୍ରିକ ପରିବାର ହେବ, ଆଦର୍ଶ ବିହୀନ ପରିବାର ନ ହେଇକି ଆଦର୍ଶ ପରିବାର ହେବ। ଆମ ପରିବାରକୁ ଦେଖିକି ଆହୁରି ଅନ୍ୟ ଲୋକ ଦେଖିବେ, ଜାଣିବେ, ଶିଖିବେ। ବୁଝିଲ, ହାଲେଲୁୟା। ଆଉ ଆମେ ଯଦି ସେ ବିଷୟ ଯଦି କର୍ତ୍ତବ୍ୟ କରିବା ନାହିଁ, ଆଉ ଆମେ ଡୁବିତ ହେବା ନିମନ୍ତେ ଆମେ ଯଦି ଝିଅକୁ ପୁଅକୁ ଯଦି ଦେଇଦେବା, ତାହେଲେ ବାକ୍ୟରେ ଲେଖାଯାଏ ଯେ ତୁମେ ଯାହା ବୁଣିବ ତାହା ହିଁ କାଟିବ ବୋଲିକି ଲେଖାଯାଇଛି। ଆମେ ଯାହା ବୁଣିବା, ଆମେ ଯେଉଁ ବିଷୟ କର୍ତ୍ତବ୍ୟ କରିବା, ଯେଉଁ କାର୍ଯ୍ୟ କରିବା, ଆମେ ତାହା ହିଁ ପାଇବା। ଆଉ ସେ ପରିବାରରେ କଣ ହେଇଯିବ? ଅଶାନ୍ତି, ଅନେକ ବିପଦ, ଅନେକ ଭୂତ ପ୍ରେତ ତବେ ଲାଗି ବସିବ, ଅନେକ ଅଭିଶାପ, ଅନେକ ବିଷୟ ସେ ପରିବାରରେ ଆସିବ।
ଆମର ସେ ଭୁଲ କରିବା ଦ୍ୱାରା। ତାପରେ ଦେଖୁ ହଁ 22 ପଦରେ ମାତ୍ର ସେମାନଙ୍କର ଏହି ଏକ ପହଞ୍ଚ ମାନେ ପ୍ରତି ପୁରୁଷ ଦେଲେ, ତାପରେ ଧନ ସମ୍ପତ୍ତି ପଶୁ ଗଣତି ଆମ ମାନଙ୍କର ହେବ ନାହିଁ, କେବଳ ଆମେ ମାନେ ସେମାନଙ୍କର କଥା ଅଙ୍ଗୀକାର କରୁ, ତାହା କଲେ ସେମାନେ ଆମମାନଙ୍କ ସଙ୍ଗରେ ବାସ କରିବେ। ସେତେବେଳେ ତାପରେ ଦେଖିବା ସେମାନେ ସୁନ୍ନତ ହେଲେ, ତାପରେ ତାଙ୍କର ଝିଅକୁ ଦେଲେ। ଆଉ ଗୋଟେ କୋଉ କର୍ତ୍ତବ୍ୟ କାମ କରିଅଛନ୍ତି ଯାକୋବଙ୍କର ପୁତ୍ର ମାନେ ଦେଖିବା, ହଁ 25 ପଦ ଦେଖିବା। ଆଉ ତୃତୀୟ ଦିନରେ ସେମାନେ କଣ ହେଲେ ପୀଡ଼ିତ ହୁଅନ୍ତି। ଦିନାର ଭାଇ ସିମିୟନ ଓ ଲେବି, ସିମିୟନ ଓ ଲେବି ଆଉ ଯାକୋବର ଏହି ଦୁଇ ପୁତ୍ର ଆପଣ ଖର୍ବ ଘିନି ନିର୍ଭୟରେ ନଗର ଆକ୍ରମଣ କରି ସବୁ ପୁରୁଷ ମାନଙ୍କୁ ବଧ କଲେ। ପୁଣି ହମରକ ଓ ତାହାର ପୁତ୍ର ସିକିମକୁ ଖର୍ବ ଘାସରେ ବଧ କରି ଶିଖିମର ଗୃହକୁ ଜିଣାକୁ ନେଇଗଲେ, ତାଙ୍କର ଭଉଣୀକୁ ଜିଣାକୁ ନେଇଗଲେ। ତାପରେ 27 ପଦରେ ଯାକୋବର ପୁତ୍ର ମାନେ ହତ ଲୋକମାନଙ୍କର ନିକଟକୁ ଆସି ନଗର ଲୁଟ କଲେ, କାରଣ ସେମାନଙ୍କର ଭଉଣୀକୁ ସେଇ ଲୋକମାନେ ଭ୍ରଷ୍ଟ କରିଥିଲେ। ପୁଣି ସେମାନଙ୍କର ମେଷ ଗୋରୁ ବଧସଭା ନଗରସ୍ଥ କ୍ଷେତ୍ରରେ ସମସ୍ତ ଦ୍ରବ୍ୟ ହରଣ କରିନେଲେ। ତାପରେ ତାଙ୍କର ଶିଶୁ ଭାଗ୍ୟ ବନ୍ଦୀ ମାନଙ୍କୁ ସବୁ ଧନ ଗୃହ ସବୁ ଲୁଟ କରିନେଲେ। ତାପରେ ଯାକୋବ କହିଲେ, ସିମିୟନ ଓ ଲେବିକୁ କହିଲେ, ଯାକୋବ କହିଲେ ତୁମେ ମାନେ ଏଇ ଦେଶରେ ଅର୍ଥାତ୍ କେନାନୀୟ ଓ ପିରିଜୀୟ ଲୋକମାନଙ୍କ ନିକଟରେ ମୋର ଦୁର୍ଗନ୍ଧ ସ୍ୱରୂପ କରି ବ୍ୟାକୁଳ କଲ, ମୋହର ଲୋକ ଅଳ୍ପ, ତେଣୁକରି ସେମାନେ ମୋ ବିରୁଦ୍ଧରେ ଏକତ୍ର ହୋଇ ବଧ କରିବେ, ତହିଁରେ ପରିବାର ବିନଷ୍ଟ ହେବେ। ତାଙ୍କର ଭାଇମାନେ କହିଲେ ସେମାନେ ଉତ୍ତର କଲେ, ବେଶ୍ୟା ପରି ଆମ ମାନଙ୍କର ଭଉଣୀ ସଙ୍ଗେ ବ୍ୟବହାର କରିବାଟି ତାହାର କର୍ତ୍ତବ୍ୟ। ସେଇ ବିଷୟରେ ସେ କାର୍ଯ୍ୟ କରିଥିଲେ। ଆଉ ତାଙ୍କର ଭାଇମାନେ ବି ଭୁଲ ପଦକ୍ଷେପ ନେଇଥିଲେ, ଗୋଟେ ଭୁଲ କରିବା ଦ୍ୱାରା ପ୍ରତିଶୋଧ ସେ ନେଇଥିଲେ। ହେଲେ ଆମେ ନୂତନ ନିୟମରେ ଦେଖୁ, ଯଦି ଯେମିତି ଭୁଲ କରୁଅଛି ଆଉ କାହାର ଭୁଲ ଦ୍ୱାରା ଆମର ଭୁଲ ଦ୍ୱାରା ସେ ଭୁଲଟା ହେଇଅଛି। ଦେଖନ୍ତୁ ଆମର ନିଜର ଭୁଲ ଦ୍ୱାରା, ତାଙ୍କର ଭାଇ ତାଙ୍କର ବାପାଙ୍କର ଭୁଲ ଦ୍ୱାରା ସେ ଭୁଲଟା ପରିବାରରେ ହେଇଅଛି, ବୁଝିଲ। ଆଉ ସେଇ ଭୁଲ ଯଦି ଦେଖନ୍ତୁ ଏଇ ଜାଗାରେ ସେମାନେ ଭୁଲ କଲେ ବୋଲିକି କଣ କରିଅଛନ୍ତି, ଆଉ ଗୋଟେ ଭୁଲ କରିଅଛନ୍ତି, ସେମାନେ ନର ହତ୍ୟା କରିଅଛନ୍ତି, ସେମାନେ ଛଳ ବିଷୟ କଥା କହିଅଛନ୍ତି, ସେମାନେ ମିଥ୍ୟାର କଥା କହିଅଛନ୍ତି, ଆଉ ସେମାନେ ନର ହତ୍ୟା କରିଛନ୍ତି, ଆଉ ତାଙ୍କର ଭୂମିକୁ ଧରିକରି ଆସିଛନ୍ତି, ହେଇଗଲ। ସେ ଭୁଲ ପଦକ୍ଷେପ ସିଏ ନେଲେ। ହେଲେ ଏଇ ଜାଗାରେ ଦେଖୁ ଆମେ କଣ କରିବା, ଆମର କର୍ତ୍ତବ୍ୟ ହଉଛି, ଆମେ ଯଦି ବାପା ହେଇଅଛୁ, ଯାକୋବ ପରି ଆମେ ହେଇଅଛୁ ନା, ଆମେ ଯାକୋବଙ୍କର ପୁତ୍ର ଭାଇମାନ ପରି ହେଇଅଛୁ ନା, ଯାକୋବର ଝିଅ ଦିନା ପରି ଆମେ ହେଇଅଛୁ ଅଛୁ। ଯଦି ଆଜି ଆମେ ଯଦି ଅଛୁ ଆଜି ମଣ୍ଡଳୀରେ, ତାହେଲେ ଆମେ କଣ କରିବାର ଅଛି, ଯାକୋବର କର୍ତ୍ତବ୍ୟ ଯେମିତି ଥିଲା, ପିତା ମାତାଙ୍କର ସେ କର୍ତ୍ତବ୍ୟ ଅଛି। ଯାକୋବକୁ ଯେଉଁ ବିଷୟ କଥା କହିଥିଲେ, ଯେଉଁ ସ୍ଥାନକୁ ନେବା ନିମନ୍ତେ କଥା କହିଥିଲେ ପରମେଶ୍ୱର, ସେଇ ସ୍ଥାନକୁ ଯିବା ନିମନ୍ତେ ପିତା ମାତାଙ୍କର ସେ କର୍ତ୍ତବ୍ୟ ଅଛି। ଆଉ ପିତା ମାତା ସେ ପରିବାରକୁ ନେଇକି ଯିବେ। ତାପରେ ଭଉଣୀ ଦିନାଙ୍କ ଠାରୁ ଆମେ ଶିକ୍ଷା ଗ୍ରହଣ କରିବା ଯେ ଦିନା ଯେଉଁପରି କାର୍ଯ୍ୟ କଲେ, ଅସୁନ୍ନତି ମାନଙ୍କର ସହିତ ମିଶିକି ଯୋଉ ବିଷୟ ମାନେ ଦେଖିଲେ। ଆଉ ଗୋଟେ ପରିବାର ବିଷୟରେ ଆମେ ଦେଖିବା, ଲୁଟଙ୍କର ପରିବାର ସେ ବିଷୟ ହେଲା। ଲୁଟଙ୍କର ପରିବାର ସୋଦମ ଗମୋରାକୁ ଯାଇକି ସେଇ ସ୍ଥାନରେ ରହିକି ତାଙ୍କର ଝିଅ ପରିବାରଟା ନଷ୍ଟ ହୋଇଗଲେ, ସେଇ ସ୍ଥାନରେ ରହିକି ସେଇ ପରିବେଶରେ ରହିକି। ତ ଆମେ ଦେଖିବା ଯଦି ଝିଅ ହେଇଅଛୁ, ତ ଆମେ ଦିନାଙ୍କ ଠାରୁ ଆମେ ଶିକ୍ଷା ଗ୍ରହଣ କରୁ ଯେ ଆମେ ଅସୁନ୍ନତ ଝିଅ ମାନଙ୍କ ସହିତ ଆମେ ମିଶିବା କଥା ନାହିଁ। ସେମାନେ ଯଦି ଟିଭି ସିରିଏଲ ଦେଖୁଛନ୍ତି, ସେମାନେ ଫିଲ୍ମ ଦେଖୁଛନ୍ତି, ସେମାନେ ଯଦି ଗୀତ ଗାନ କରୁଛନ୍ତି, ସେମାନେ ଯଦି ଡ୍ୟୁଟି ପାଲା ଦଉଛନ୍ତି, ଅଲଗା ଅଲଗା ବିଷୟ ବିଷୟ କଥା ପରମେଶ୍ୱରଙ୍କର ନିୟମ ଛଡା ସେ ବିଷୟ ଯଦି କର୍ତ୍ତବ୍ୟ କରୁଅଛନ୍, ଆଉ ସେମାନେ ସେ ବିଷୟରେ କର୍ତ୍ତବ୍ୟ କରିବେ କାହିଁକି ନା ସେମାନେ ପ୍ରଭୁ ଯୀଶୁ ସତ୍ୟକୁ ସେମାନେ ଜାଣିନାହାନ୍ତି, ସେମାନେ ଅସୁନ୍ନତ ଲୋକ ନୁହେଁ। ତ ଆମେ ସେଇ ଜାଗାରେ ହୁସିଆର ହେଇକି ଚାଲିକି ଆମେ ତାଙ୍କ ଠାରୁ ଦୂରବର୍ତ୍ତୀ ରହିବାର ଅଛି। ତାହେଲେ ଆମେ ଗୀତ ସହିତ ଏଇ ପଦରେ ଯେଉଁ ବିଷୟ ଲେଖାଯାଏ ସଫଳତାର ପଥ, ଆମେ ଯଦି ଏକା ଚାଲିବା, ପ୍ରଭୁ ଯୀଶୁଙ୍କ ସହିତ ଚାଲିବା, ଅବସ୍ଥା ନେଇକି ଚାଲିବା, ତାହେଲେ ଆମେ ସଫଳତା ପାଇପାରିବା। ନହେଲେ ଆମେ ଗୋଟେ ଆଦର୍ଶ ବିହୀନ ଗୋଟେ ଝିଅ ହେଇଯିବା, ଆଦର୍ଶ ବିହୀନ ଗୋଟେ ପରିବାର ହେଇଯିବା, ଆମ ପରିବାର ଆଉ ଲୋକେ ସମସ୍ତେ ଦେଖିକି କହିବେ ହେଇଯିବ। ତ ସେଇ ଭୁଲ ଯଦି ଆମେ କରିବା, ତାହେଲେ ଭାଇ ଯଦି ଆମେ ହେଇଅଛୁ, ପରିବାର ଯଦି ଭାଇ ଅଛୁ, ଭାଇ ଅନୁସାରେ ପିତା ଯେଉଁ ବିଷୟ କହୁଅଛନ୍ତି, ଭଉଣୀ ବିଷୟ ଭଉଣୀକୁ କେମିତି ରଖିବାର ଅଛି, କେଉଁ ବିଷୟ କହିବାର ଅଛି, କେଉଁ ବିଷୟ ଜଣେଇବାର ଅଛି, ଯଦି ଆମେ ଭାଇ ଅନୁସାରେ ଅଛୁ, ସେଇ କର୍ତ୍ତବ୍ୟ ଯଦି ଆମେ କରିବା, ତାହେଲେ ଆମର ପରିବାର ନଷ୍ଟ ହେବ ନାହିଁ, ବିନଷ୍ଟ ହେବ ନାହିଁ। ଆଉ ଯଦି ପରମେଶ୍ୱରଙ୍କର ନିୟମକୁ ଦେଖାଯାଏ, ଖ୍ରୀଷ୍ଟଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମସ୍ତକ ହେଉଛନ୍ତି ଈଶ୍ୱର, ଆଉ ପରିବାରର ମୁଖ୍ୟ ଯେମିତି ପିତା ସେମାନଙ୍କର ମସ୍ତକ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସେଇ ନିୟମରେ ଯଦି ଥିବା, ଯଦି ଝିଅ ଯଦି ପୁଅଙ୍କର କଥା ମାନୁଅଛି, ଆଉ ଯଦି ପୁଅ ମାନେ ଯଦି ପିତା ମାନଙ୍କର କଥା ମାନୁଅଛନ୍ତି, ଆଉ ପିତା ଯଦି ଘର ବାପା ଯଦି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କଥା ମାନୁଅଛନ୍ତି, ତାହେଲେ ଗୋଟେ ସେ ପରିବାର ଗୋଟେ ଖ୍ରୀଷ୍ଟ କେନ୍ଦ୍ରିକ ପରିବାର ହେବ। କୌଣସି ଅସମ୍ମତ ଲୋକ ଆସିଲେ ବି, ଝିଅ ମାଗିଲେ ବି, ଯେଉଁ ବିଷୟରେ ବି ଶୈତାନ ତା ସହିତ କାର୍ଯ୍ୟ କରେ, ସେ ସଫଳ ହେଇପାରିବ ନାହିଁ।
कि आम व्यवस्था को ध्यान देखी ध्यान सहित प्रतिदिन वाक्य शुणा आम जीवन में से विषय प्रयोग करवा गोटे परिवार गोटे ख्रीष्ट मिलवा परिवार हो पार हालेलुया ये अल्प वाक्य द्वारा समस्त परमेश्वर साहाय्य करतु आशीर्वाद करतु अनुग्रह करतु आमीन।